କେତେବେଳେ କରୁନା, ଆମେ କେତେବେଳେ ଖାଉନା, ଆମେ କେତେବେଳେ ପିଉନା, ଆମେ କେତେବେଳେ ଶୋଉନା, ଏଇଭଳିଆ ବାକ୍ୟ ଆଉ କ'ଣ। ଆମେ କେତେବେଳେ ଖାଉନା। ଦେଖ 3ଟା ଖଣ୍ଡ ରହିଲା। ଆମେ, ଉଇ, କେତେବେଳେ, ହ୍ୱେନ୍, ଆଉ ଖାଉନା। ଖାଇବା ଇଂରାଜୀ କ'ଣ ଖାଇବାର? ଇଟ୍। ସଜେଇକି ଲେଖିବା ଆମେ। ସଜେଇକି ଲେଖିବା ପାଇଁ ହେଲେ ପ୍ରଥମେ ପ୍ରଶ୍ନସୂଚକଟାକୁ ଲେଖିଦେବା, ହ୍ୱେନ୍ ଆଗେ ଲେଖିଦେବା, ତାପରେ ଡୋଣ୍ଟ କିମ୍ବା ଡଜ୍ ନଟ୍ ବସିବ, କାହିଁକିନା ନାହିଁ ଅଛି। ତ ଡୋଣ୍ଟ କିମ୍ବା ଡଜ୍ ନଟ୍ ଭିତରୁ କେଉଁଟା ବସିବ ନିର୍ଭର କରିବ କାହା ଉପରେ? କର୍ତ୍ତା ଉପରେ। ଏଠି କର୍ତ୍ତା ଅଛି ଉଇ, ତେଣୁ ଉଇ ଥିଲେ ଡୋଣ୍ଟ ହେବ ନା ଡଜ୍ ନଟ୍ ହେବ? ଡୋଣ୍ଟ ହେବ। ତାହେଲେ ହ୍ୱେନ୍ ଡୋଣ୍ଟ, ତାପରେ କର୍ତ୍ତା ଆଉ କ୍ରିୟା ବସାଇଦେବା, କାମ ସରିଗଲା। ହ୍ୱେନ୍ ଡୋଣ୍ଟ, କର୍ତ୍ତା ହେଲା ଉଇ, କ୍ରିୟା ହେଲା ଇଟ୍। ତାହେଲେ ହ୍ୱେନ୍ ଡୋଣ୍ଟ ଉଇ ଇଟ୍। ହ୍ୱେନ୍ ଡୋଣ୍ଟ ଉଇ ଇଟ୍ ମାନେ କ'ଣ? ଆମେ କେତେବେଳେ ଖାଉନାହୁଁ ବା ଖାଉନା, ଯାହା କହିବ। ଆମେ କେତେବେଳେ ଖାଉନା ଶିଖିଗଲେ। ଆମେ କେତେବେଳେ ପଢ଼ୁନା, ହ୍ୱେନ୍ ଡୋଣ୍ଟ ଉଇ ରିଡ୍। ଆମେ କେତେବେଳେ ଖେଳୁନା, ହ୍ୱେନ୍ ଡୋଣ୍ଟ ଉଇ ପ୍ଲେ। ଏମିତି ଖାଲି କ୍ରିୟା ପରିବର୍ତ୍ତନ କରିକି ଆଗେଇ ପାରିବ।